ଆଜ୍ଞା ଆପଣଙ୍କୁ ସମବାୟ ହସ୍ତତନ୍ତ୍ର ବୟନ ଶିଳ୍ପ ଓ ହସ୍ତଶିଳ୍ପର ଯୋଉ ଦାୟିତ୍ୱ ମିଳିଛି ସେ ନେଇ ଆପଣ କଣ ବାର୍ତ୍ତା ଦେବେ ଆଉ କଣ ସୁକିନ୍ଦା ପାଇଁ ଜନସାଧାରଣ କଣ ଶୁଭେଚ୍ଛା। ସୁକିନ୍ଦା ତ 35 ବର୍ଷ ହେଲା ପରାଧୀନ ଥିଲା। ଏଇ ନିର୍ବାଚନରେ ସୁକିନ୍ଦା ସ୍ୱାଧୀନ ହେଲା ବୋଲି ସୁକିନ୍ଦାର ଜନସାଧାରଣ ବର୍ତ୍ତମାନ ତାଙ୍କ ମାନସିକତା ହଉଛି ଆଉ ଆମେ ବହୁତ ଦିନ ପରେ 35 ବର୍ଷ ସ୍ୱାଧୀନତା ପାଇଲୁ। ସୁକିନ୍ଦାର ପ୍ରାକୃତିକ ସମ୍ପଦଠୁ ଆରମ୍ଭ କରି କାରଖାନା, ରେଲୱେ ସାଇଡିଂ, ଜଳ ଜଙ୍ଗଲ ଜମି ସବୁ ଅଛି। ସବୁ ଥାଇ ବି ଏଠି ସୁକିନ୍ଦା ଆଜି ବିକାଶ ହେଇପାରିନାହିଁ। ବହୁ ପଛରେ ସୁକିନ୍ଦା ପଡ଼ିଛି। ପାଖ ନିର୍ବାଚନ ମଣ୍ଡଳୀ ଏଠି କାମାକ୍ଷାନଗର କୁହନ୍ତୁ, ଘସିପୁରା କୁହନ୍ତୁ, ଯାଜପୁର ଟାଉନ କୁହନ୍ତୁ, ସେଠି କିଛି ନାହିଁ। କିଛି ନଥାଇ ବି ସେମାନେ ଆଜି ବିକାଶର ଅଗ୍ରଭାଗରେ ବସିଛନ୍ତି। କିନ୍ତୁ ଏଠି ସବୁ ଥାଇ ବିକାଶ ହେଇପାରୁନି। କାରଣ ଯେହେତୁ ଗୋଟେ ପରିବାରକୁ 7 ଥର କ୍ରମାଗତ ଭାବରେ ସୁକିନ୍ଦା ଲୋକ ତାକୁ ଭୋଟ ଦେଲେ, ତେଣୁ ସେ ଆଉ ବିକାଶ କରିବା ପଛରେ ରହିଲେନି, ବିନାଶ କରିବା ପଛରେ ରହିଲେ, ସୁକିନ୍ଦାକୁ ପ୍ରତିଦିନ ଲୁଟ୍ କଲେ। ତାଙ୍କୁ ମଧ୍ୟ ଆମର ସୁକିନ୍ଦାର କିଛି ଲୋକ ସହଯୋଗ କଲେ। ଯାହା ହଉ ବହୁତ ଦିନ ପରେ ହେଲେ ବି, ବିଳମ୍ବ ହେଲେ ବି ସୁକିନ୍ଦା ଲୋକ ମାନସିକ ପରିବର୍ତ୍ତନ କଲେ ଏବଂ ଦଳମତ ନିର୍ବିଶେଷରେ ସମସ୍ତେ ସୁକିନ୍ଦାରୁ ଭୋଟ ଦେଇ ଭାରତୀୟ ଜନତା ପାର୍ଟିକି ମୋତେ ବିଜୟ ଲାଭ କରାଇଲେ। ସେଥିପାଇଁ ମୋର ଲକ୍ଷ୍ୟ ହେଉଛି ସୁକିନ୍ଦାରେ ଯେଉଁ ବିକାଶ ହେଇପାରି ନାହିଁ, ଆସନ୍ତା 5 ବର୍ଷ ଭିତରେ ଆମେ ସୁକିନ୍ଦାକୁ ବିକାଶ କରି ସୁକିନ୍ଦାକୁ ଏକ ବିକଶିତ ନିର୍ବାଚନ ମଣ୍ଡଳୀରେ ପରିଣତ କରିବା ହେଉଛି ମୋର ଲକ୍ଷ୍ୟ। ତା ଛଡ଼ା ରାଜ୍ୟ ସରକାର ଭାରତୀୟ ଜନତା ପାର୍ଟି ଦାୟିତ୍ୱ ନେଲା ପରେ ମୋତେ ଯେଉଁ ଗୁରୁ ଦାୟିତ୍ୱ ଦେଇଛନ୍ତି, ସମବାୟ ବିଭାଗ, ହସ୍ତତନ୍ତ୍ର, ବୟନଶିଳ୍ପ, ହସ୍ତତନ୍ତ୍ର ଶିଳ୍ପ, ତାକୁ କେମିତି ଲୋକାଭିମୁଖୀ କରିବି, ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବ, ଚାଷୀଟିଏ ହେଉ, କାରିଗରଟିଏ ହେଉ, ମୂର୍ତ୍ତିକାର ହେଉ, ଏମାନଙ୍କ ପାଖରେ ପହଞ୍ଚାଇବା ହେଉଛି ମୋର ଲକ୍ଷ୍ୟ। ଏବଂ ଏଇ ତଳସ୍ତରର ଲୋକଙ୍କ ପାଖରେ ପହଞ୍ଚିଲେ ବିକାଶ ନିଶ୍ଚିନ୍ତ ଭାବରେ ହେବ। କାରଣ ତଳରୁ ତଳୁ ଗଛଟି ଯେମିତି ଲଗେଇଲେ ଚାରା, ସେ ଉଠିଲେ ତାର ଚେର ଲାଗିବ, ଚାର ଲାଗିଲେ ତାର ପତ୍ର ଡାଳ କଅଁଳିବ, ସେଇଭଳି ତଳସ୍ତର ଗରିବ ଲୋକ ଯଦି ସୁବିଧା ପାଇଲେ, ସିଏ ଭଲରେ ଚଳିଲେ ଆସ୍ତେ 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 ଆପଣ ଦେଖିବେ ସମୟ ଟିକେ ଲାଗିବ, କିନ୍ତୁ ସମସ୍ତେ ଉନ୍ନତି କରିବେ। ଖାଲି ସୁକିନ୍ଦା ନୁହଁ, ସାରା ଓଡ଼ିଶାରେ ଏ ସମବାୟ ବିଭାଗକୁ, ଏ ହସ୍ତତନ୍ତ୍ରକୁ ଏବଂ ବୟନ ଶିଳ୍ପକୁ ମୁଁ ନିଶ୍ଚିନ୍ତ ଭାବରେ ଅଗ୍ରାଧିକାର ଦେଇ ବହୁତ ସୁଯୋଗ ଅଛି। ଯୋଉଠି କଞ୍ଚାମାଲ ମିଳୁନାହିଁ ତାଙ୍କୁ କଞ୍ଚାମାଲ ନେଇ ପହଞ୍ଚାଇବା, ଯୋଉଠି ବଜାର ନାହିଁ ବଜାର ତିଆରି କରିବା, ଏସବୁ କଲେ ନିଶ୍ଚିତ ଭାବରେ ବୟନ ଶିଳ୍ପ ବହୁ ଅଗ୍ରଗତି କରିବ। ଏବଂ ସମବାୟ ବିଭାଗ ଗୋଟେ ବିରାଟ ବିଭାଗ। ସେଥିରେ ଟାଉନଠୁ ଆରମ୍ଭ କରି ଅର୍ବାନ କୋଅପରେଟିଭ ସୋସାଇଟିଠୁ ଆରମ୍ଭ କରି ମଫସଲଲେସ୍ କୋଅପରେଟିଭ ସୋସାଇଟି ଅଛି, ବ୍ୟାଙ୍କ ଅଛି, ଚାଷୀମାନଙ୍କ ପାଇଁ ବିଭିନ୍ନ ପ୍ରକାର ଋଣ ଅଛି, ତା ଦେହରେ ସବସିଡି ମଧ୍ୟ ଅଛି। ତେଣୁ ସେସବୁକୁ ଆମେ ଲୋକଙ୍କ ପାଖରେ ପହଞ୍ଚେଇବା। ଲୋକଙ୍କୁ ସବୁ ଲୋକ ବି ସବୁ କଥା ଜାଣିପାରୁନାହାନ୍ତି, ତେଣୁ ଲୋକଙ୍କୁ ସଚେତନ କରାଇବା। କଲେ ବିଭାଗ ନିଶ୍ଚିନ୍ତ ଭାବରେ ତ୍ୱରାନ୍ୱିତ ହେବ। ଏବଂ ଇଏ ଗୋଟିଏ ଖାଲି ଭାରତୀୟ ଜନତା ପାର୍ଟି ପାଇଁ ନୁହଁ, ଓଡ଼ିଶା ପାଇଁ ଇଏ ଗୋଟେ ମେରୁଦଣ୍ଡ ହେଇ ଠିଆ ହେବ। ମୁଖ୍ୟତଃ ଖଣି ଖୋଲା ହେଇଥିଲା ପ୍ରାକୃତିକ ସମ୍ପଦକୁ ନେଇ କାରଖାନାରେ ବ୍ୟବହାର କରିବେ, କିଛି ରେଭିନ୍ୟୁ କଲେକ୍ସନ ସରକାର ହେବ ଏବଂ ଖଣି ଅଞ୍ଚଳ ଜଙ୍ଗଲ ଭିତରେ ଯେହେତୁ ସେମାନେ ତାଙ୍କର ମଧ୍ୟ ଉନ୍ନତି କରିବେ। କିନ୍ତୁ ଫଳ ହେଲା ଓଲଟା। କିଛି ଦିନ ଶ୍ରମିକ ମାନଙ୍କୁ କାମ ଦେଲା ପରେ ମେସିନ ବାହାନାରେ ମାନେ ଲୋକ ରହିଲେ ଆକ୍ସିଡେଣ୍ଟ ହେଉଛି, ବଡ଼ ବଡ଼ କମ୍ପାନୀ ମାନେ ତାଙ୍କର ମେସିନ ପୁରେଇ ଦେଲେ, ଲୋକଙ୍କୁ ଆସ୍ତେ ଆସ୍ତେ ଛଟେଇ କରିଦେଲେ। ପ୍ରଥମେ କ୍ରୋମାଇଟ ମାଟି ସବୁ ଲୋକ କାଟୁଥିଲେ, ସେ କ୍ରୋମାଇଟ ଆଣି ଉପରେ ରଖିଲା ପରେ ତାକୁ ଚାଲୁଣି କରୁଥିଲେ, ସଟିଂ କରୁଥିଲେ, ସେଥିରୁ ପଥର ରିଜେକ୍ଟେଡ ପଥର ଅନ୍ୟାନ୍ୟ ୱେଷ୍ଟ ମେଟେରିଆଲ ବାହାର କରି ଫୋପଡ଼ା ହେଉଥିଲା। ଆସ୍ତେ ଆସ୍ତେ ତାକୁ ସ୍କ୍ରିନିଂ ବନ୍ଦ କରିଦେଲେ। ଆଉ ମେସିନ ପୁରେଇ ମାଟି କାଟିଲେ, ମାଟି କାଟିଲା ପରେ ତାକୁ କ୍ରୋମାଇଟ ଲେବର ଦ୍ୱାରା କଟା ହେଉଥିଲା, ତାକୁ ମଧ୍ୟ ବନ୍ଦ କରି ମେସିନ କାଟିଲେ। ଲୋଡିଂ ହେଉଥିଲା କରୋନା ଆଳରେ, ଲୋଡିଂ ସେମିତି ବନ୍ଦ କରି ତାକୁ ମେସିନ ଲୋଡ କଲେ। ଇଏ ହେଉଛି ରାଜନୀତିର ଇଚ୍ଛା ଶକ୍ତିର ଅଭାବ। ଯେଉଁମାନେ ରାଜନୀତିକ ଦଳ ରହିଲେ, ଯେଉଁ ଶ୍ରମିକ ସଂଗଠନ ଯେଉଁ କଲେ, ଶ୍ରମିକଙ୍କୁ ସେବା କରିବା ବାହାନାରେ ସେ ଶ୍ରମିକଙ୍କୁ ଶୋଷଣ କଲେ। ଯେଉଁଥିପାଇଁ ଆଜି ସୁକିନ୍ଦାରେ ଖଣି ଅଞ୍ଚଳର ଅବସ୍ଥା ବାହାରକୁ ଦାଦନ ଘଟିବାକୁ ଯାଉଛନ୍ତି। ଆମେ ଚେଷ୍ଟା କରିବା ପୁଣି କିଛି ଲୋକ ତା ଭିତରେ ପୁରେଇ ଖଣି ଭିତରେ ଆଉ ପୁରେଇବା ଅବସ୍ଥା ହେଇପାରିବ ନାହିଁ, କାରଣ ସେମାନେ ସବୁ ସେଇ ଅନୁସାରେ ଲାଇସେନ୍ସ କରିଦେଇଛନ୍ତି। କିନ୍ତୁ ଯେଉଁ ବୋଝେଇ ଶ୍ରମିକକୁ ଛଟେଇ କରାହେଇଛି, ଚେଷ୍ଟା କରିବା ବୋଝେଇ ଶ୍ରମିକ କିଛି ପୁଣି ଖଣି ଅଞ୍ଚଳ ପୁରେଇବା। ଏବଂ ମୁଖ୍ୟତଃ ସୁକିନ୍ଦାର ଜନସାଧାରଣଙ୍କର ଡେଲି ରୋଜିରୋଟି, ଜଣେ ଦି ଓଳା ଦି ମୁଠା ଖାଇବା କେମିତି ପାଇବ, ଭଲ ଖଣ୍ଡେ ପିନ୍ଧିବ, ଭଲ ଘର ଖଣ୍ଡେ ରହିବ, ଏତିକି ହେଉଛି ମୋର ଲକ୍ଷ୍ୟ। ତାକୁ ଯେନ୍ ତେନ୍ ପ୍ରକାରରେ ପୂରଣ କରିବି ବୋଲି ମୁଁ
ଆଶାବାଦୀ ଏବଂ ତାକୁ କରିବାରେ ମୋର ମଧ୍ୟ ଆତ୍ମବିଶ୍ୱାସ ଅଛି ମୁଁ କରି ତାକୁ ଦେଖେଇବି। ଖଣି ଅଞ୍ଚଳରେ ମୁଖ୍ୟତଃ ଯେଉଁମାନେ ବର୍ତ୍ତମାନ କଣ୍ଟ୍ରାକ୍ଟିଂ କରୁଛନ୍ତି ସେମାନେ ସବୁ ବାହାର ଅଞ୍ଚଳ, ଆମ ସୁକିନ୍ଦାର ବହୁତ କମ୍ ଅଛନ୍ତି ଏବଂ ସେମାନେ ତାଙ୍କର ମନମୁକ୍ତି କରୁଛନ୍ତି ଯେଉଁମାନଙ୍କୁ ନନଳିଆ ବୋଲି ପାଣିକି ରଖି ତାଙ୍କ ପାଇଁ କ'ଣ ନିଆଯିବ ଏବଂ ସର୍ବନିମ୍ନ ସବୁର ମୂଳରେ ସେଇ ଗୋଟିଏ ସଂଗଠନ ନାଁରେ ଏସବୁ ଚାଲିଛି। ଆମେ ଜଏନ୍ କରିଛୁ, ଯାହା ଚାହିଁବେ ଯେଉଁମାନେ ବାହାର ବିଦେଶୀ ବ୍ୟବସାୟ ଆସୁଛନ୍ତି ତାଙ୍କୁ ଦେଖା କରୁଛନ୍ତି, ପଇସା ଦେଉଛନ୍ତି, ତାଙ୍କ କଥାରେ ଇଏ ଉଠ ବସ ହେଉଛନ୍ତି। ତେଣୁ ସବୁ ଜିନିଷ ପରିବର୍ତ୍ତନ, ସେ ଗୋଟିଏ ପରିବର୍ତ୍ତନ ସବୁ ପରିବର୍ତ୍ତନ ହେବ। ଆଉ ଗୋଟେ କଥା ହେଉଛି ସୁକିନ୍ଦା ରାଜପଥରେ ପ୍ରାୟ ଆମେ ବହୁତ ସମୟରେ ନ୍ୟୁଜ୍ କରି ଆସିଛୁ ଯୋଉଟାକି ରାଜପଥରେ ଅଧପନ୍ତିରିଆ ହେଇକି ପଡ଼ି ରହିଛି, ଯୋଉଟା ପାଇଁ କି ଟିକେ ସମସ୍ୟା ହେଉଛି, ପ୍ରାୟ ଦୁର୍ଘଟଣା ହେଉଛି। ସେଥିପାଇଁ ଟିକେ କେମିତି କ'ଣ ବ୍ୟବସ୍ଥା ଆପଣ ଟଙ୍କା ମଙ୍ଗଳପୁର ରାସ୍ତା ଆଉ ଡୁବୁରିରୁ ପରିବହନରୁ ସବୁ କରାଯିବ। ତାକୁ ଦିଲ୍ଲୀ ସାଙ୍ଗରେ କଥା ହେବି, ନ୍ୟାସନାଲ ହାଇୱେ ମନ୍ତ୍ରୀଙ୍କ ସାଙ୍ଗରେ କଥା ହେଇ ତାକୁ ଯେତେ ଶୀଘ୍ର ପରିବ ଏ ଓଭରବ୍ରିଜ୍ ହଉ କି ଆଉ ଯେଉଁ ଅଧା କାମ ହେଇଛି, ଚଣ୍ଡିଖୋଲ ଡୁବୁରି ରାସ୍ତା ସରିପାରୁନାହିଁ, ଖଣି ଅଞ୍ଚଳର ରାସ୍ତା କାମ ଆରମ୍ଭ ହେଇନାହିଁ, ତାକୁ ଯଥାଶୀଘ୍ର ଆରମ୍ଭ କରିବା। ସମସ୍ତଙ୍କର ଆଶା ବ୍ୟକ୍ତ ଅଛି ଯେ ବିଜେପି ସରକାର ଆସିଲେ ଏବେ ଏତେ କାମ ତୁରନ୍ତ ସରିବ। ବିଜେପି ସରକାର ଆସିଲେ ଖାଲି NH ନୁହଁ, ସର୍ବାଙ୍ଗୀନ ଉନ୍ନତି ହେବ, ଗୁଜୁରାଟ ଭଳିଆ ରାଜ୍ୟରେ ପରିଣତ କରିବ। ଆମର ଲକ୍ଷ୍ୟ ଓଡ଼ିଶାକୁ ଆଗାମୀ 5 ବର୍ଷରେ ଆମେ ଗୁଜୁରାଟ ପାଖାପାଖି ନେଇ ପହଞ୍ଚେଇବୁ।